ତତ୍ଫଳରେ ରଘୁବଳି ପୁଅ ପାଇଥାଏ। ସେ କଥା ଯୋଉ କହିଲେ ମୁଁ ସେ ଜାଗାରେ ରଘୁ କହିଛି ଏ କଥାରେ ସିଏ ଠିକ ଧରିଛନ୍ତି। ସେଇଟା ମୋର ବ୍ୟତିକ୍ରମ ହେଇଯାଇଛି ବ୍ରହ୍ମବଶ। ବିଚିତ୍ର ପଣ୍ଡା ତା ଜୀବନରେ ଯେତିକି କଥା କହିବ ମୁଁ ଚେଷ୍ଟା କରିବି ସତ କଥା କହିବା ପାଇଁ। ସତ କହିବାକୁ କିଏ ଡରିବି ସତ କହି ପଛେ ବୋଲେ କିନ୍ତୁ ରାମ ଅଜ ରଘୁ ବା ଦିলীପ ହନୁ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବନବାସ କରିନଥିଲେ। ପିତୃ ହଉଛି ବହୁବଚନ ନା ଆଉ ପିତା ଉଦ୍ଦେଶ୍ୟ ବନବାସ ପୁରିଲା 12 ବର୍ଷ। ଏଇଠି କହିଲି ପାଲାବାଲା ଭାଗବତରେ ଜଗନ୍ନାଥ ଦାସ କେବଳ ଲେଖିଛନ୍ତି। ତମେ କହିପାରିବନି ମୁଁ ବହି ଲେଖେଇବି 12 ବର୍ଷ ଆଉ ଖୁଲାରେ ଲେଖା ହେଇଛି। ମୁଁ ଏଇଠି ଠିଆ ହେଇଛି ବିଚିତ୍ର ପଣ୍ଡା। ଯଦି ତମେ କହିଦବ ଆଉ କୋଉଠି ଲେଖା ହେଇଛି 12 ବର୍ଷ ପାଲା ଛାଡ଼ିଦେବି। ମୁଁ କିନ୍ତୁ କହିବି ଆଉ କିଛି କୁହନ୍ତୁନି। ଗଲା ହେଲେ ବଡ଼ ପାଟିରୁ ରୁଟି ଖସି ପଡ଼ିବ। ମିଛ କାଇଁ କହୁଛ? ଖାଦ୍ୟ ମିଶ୍ରଣରେ ଗୋଟିଏ ଅଞ୍ଚଳ ଶାସ୍ତ୍ର ମିଶ୍ରଣରେ ଦୁନିଆ ଶୈବ ଲୋକକୁ ମାର୍ଗରେ ଯିବେ। ଇଏ ପଦ କଣ କହିଲ ମନ ଇଚ୍ଛାରେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପ୍ରତି ଭକ୍ତି ଅର୍ଥନାରୀ ଭକ୍ତି ଅର୍ପିତ କରିବୁ ଧର୍ମ। ମୁଁ କହିବି 12 ବର୍ଷ ନା 14 ବର୍ଷ ନା କଣ ପ୍ରଶ୍ନ ପଚାରିଥିଲ? କୋଉ ମା ପ୍ରଶ୍ନ ପଚାରିଥିଲେ କୁହ? ରାମଚନ୍ଦ୍ର କେତେ ବର୍ଷ ବନବାସ? ମୁଁ ସବୁ ଜାଣିନି 3-4ଟା 5ଟା ଜାଣି ଆମକୁ ପଚାର ଆମେ ପଇସା ମାଗିବୁ। କୋଉ ରାମାୟଣରେ ଅଛି ରାବଣ ଆସିଥିଲା ବନ୍ଧ ପ୍ରତିଷ୍ଠା କରିବାକୁ? ଯଦି ତ ନିରଞ୍ଜନଙ୍କର ଗାୟକ ଶିରୋମଣି ଲେଖିଛନ୍ତି ରସ ରାମାୟଣ ଗୁଣଗାଥାକୁ ଇଏ ରସ ଗ୍ରାହକେ ଜ୍ଞାନ ଏକ କଥାକୁ ରସ ଗ୍ରାହକେ कंपनी दाई तोर किछि जीवन रस रामायण गुणगाथाको रय गोटे छंद सय गोटे छंद राय गोटे छंद मान गोटे छंद आज्ञा यार लेखक ढेंकानाल जिल्लार कवि राधाचरण नायक निरंजन कवि सेतुबंध प्रतिष्ठा आद्य पदटा लिखिछन। राम दूत हनुमान लंका कलिगमन रमणी मानक मध्य मणि सदृश सीतांकर संधान पाई राजीव है पद्मलोचन रामंक निकटरे नुहे रचि विनय हनुमान सीधा राम को कहनी।